ओडिशा गवर्नमेंट एम्प्लॉय न्यूज चैनल को आपण मानक स्वागत। तेबे आज आम डिस्कस करबा हॉस्पिटल लीव विषय रे कि आपण माने ऑलरेडी मु मैटरनिटी लीव ऊपर कि ऑलरेडी वीडियो बनै जाछि। जदि आपण माने सेटा देखि नांती ताले आपण मोर कंटेंट पेज को जाई कि आपण प्लेलिस्ट रे कि देखि परिबे, नले भी मु आपणकर डिस्क्रिप्शन रे कि ऑलरेडी मेंशन कर देथिबि लिंक टा, आपण सेठी भी चाहिले जाई कि देखि परिबे। ଏବଂ ଏଠି ସେଥିପାଇଁ ଆମେ ଡିସ୍କସନ କରିବା ହସ୍ପିଟାଲ ଲିଭ୍ କାହିଁକି ନା ମେଟର୍ନିଟି ଲିଭ୍ ରେ କି ମୁଁ ଅଲରେଡି ବହୁତ ସାରା ଲିଭ୍ ର କି ପ୍ରୋସିଜିଓର ଟର୍ମ ଆଣ୍ଡ କଣ୍ଡିସନ କଣ ରହିଛି, କିଏ ଗ୍ରାଣ୍ଟ କରିବ ଲିଭ୍, ଏସବୁ ବିଷୟରେ ଅଲରେଡି ଡିସ୍କସ କରିସାରିଛି। ଯଦି ଆପଣ ଏ ଚ୍ୟାନେଲ କି ନୂଆ ଆସିଛନ୍ତି ତାହେଲେ ଆପଣ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ବେଲ୍ ଆଇକନ ଜରୁର ଦବାନ୍ତୁ, ତାକି ଆପଣଙ୍କୁ ସବୁ ଭିଡିଓ ଆପଣଙ୍କୁ ରେଗୁଲାରଲି ମିଳୁଥିବ। ତେବେ ଚାଲନ୍ତୁ ଏବେ ଜାଣିବା କି ଯେ ହସ୍ପିଟାଲ ଲିଭ୍ ବିଷୟରେ କି ଯୋଉଟା କି କୁହାଯାଏ, ଓଡିଆରେ କୁହାଯାଏ ଡାକ୍ତରଖାନା ଛୁଟି। ଯୋଉ ନିର୍ଦ୍ଦେଶାବଳୀ ଯାହା ବି ରହିଛି, ଟର୍ମ ଆଣ୍ଡ କଣ୍ଡିସନ୍ସ ଯାହା ବି ରହିଛି, ୟା ରୁଲ୍ସ ଯାହା ବି ରହିଛି, ତା ଉପରେ ଆମେ ଆଜି ଡିସ୍କସନ କରିବା। ତେବେ ଭିଡିଓକୁ ଫୁଲ ଦେଖନ୍ତୁ, ତାକି ଆପଣଙ୍କୁ ସବୁ ଜିନିଷ ଉପରେ କି ନଲେଜ ହେଇଯିବ। ଯେମିତି ହସ୍ପିଟାଲ ଲିଭ୍ କୋଉ କୋଉ କଣ୍ଡିସନ ନେଇପାରିବେ, କୋଉ କୋଉ କଣ୍ଡିସନ ନେଇପାରିବେନି, କେତେ ଦିନ ଯାଏଁ ଆପଣଙ୍କୁ ଛୁଟି ମିଳିବ, କେତେ ଦିନ ଯାଏଁ ଆପଣଙ୍କୁ ମ୍ୟାକ୍ସିମମ୍ ମିଳିପାରିବ, ଆଉ ସେଇ ପିରିୟଡ ରେ କି ଆପଣଙ୍କୁ ସାଲାରୀ ମିଳିବ ନା ନାହିଁ, କି ୟା ଆପଣଙ୍କୁ କମ ମିଳିବ ସାଲାରୀ, କେତେ ମିଳିବ। ତ ଏ ସବୁ ବିଷୟରେ ଡିସ୍କସନ କରିବା, ଚାଲନ୍ତୁ ଦେଖିବା। ତେବେ ଏଠି ଆମେ ଡିସ୍କସନ କରିବା ରୁଲ 195 ବିଷୟରେ କି ଯୋଉଟା କି ଆପଣଙ୍କ ହସ୍ପିଟାଲ ଲିଭ୍ ର କି ରୁଲ ଆସୁଛି ଓଡିଶା ଗଭର୍ଣମେଣ୍ଟ ରୁଲ ଅନୁସାରେ। ତ ଆପଣଙ୍କ ଯୋଉ କଣ୍ଡିସନ୍ସ ଗୁଡାକ ରହିଛି, ସେଥିରେ କି ଆପଣଙ୍କର ଯୋଉ ଅଥରିଟି ଅଛନ୍ତି ସିଏ ଗ୍ରାଣ୍ଟ କରିପାରିବେ। ଯିଏ ଅର୍ଡିନାରୀ ଲିଭ୍ ଗ୍ରାଣ୍ଟ କରନ୍ତି ସିଏ ହିଁ ଗ୍ରାଣ୍ଟ କରିବେ ଆପଣଙ୍କୁ ହସ୍ପିଟାଲ ଲିଭ୍, ଯୋଉଟା କି ଆପଣଙ୍କର କ୍ଲାସ 4 କ୍ଲାସ 3, ଯୋଉଟା କି ଆପଣଙ୍କ ଗ୍ରୁପ ଡି ଗ୍ରୁପ ସି ଗଭର୍ନମେଣ୍ଟ ସର୍ଭେଣ୍ଟ ପାଇଁ କି ଅଛି। ଯୋଉମାନଙ୍କର ଡ୍ୟୁଟି ଇନଭଲ୍ଭ ଅଛି, ଯେମିତି କି ଆପଣଙ୍କ ଯୋଉମାନେ କି ଡେଞ୍ଜରିୟସ ମେସିନାରୀ କୁ ହ୍ୟାଣ୍ଡଲ କରୁଛନ୍ତି, କିମ୍ବା ଏକ୍ସପ୍ଲୋସିଭ ମେଟେରିଆଲ୍ସ ମାନଙ୍କୁ ଯୋଉଟା କି ମାଇନିଂ ବଗେରାରେ ଆସୁଛନ୍ତି ସେମାନଙ୍କର, କିମ୍ବା ପଏଜନିୟସ ଡ୍ରଗ୍ସ ବଗେରା ହ୍ୟାଣ୍ଡଲିଂ କରୁଛନ୍ତି, କିମ୍ବା ଆପଣଙ୍କର ଯୋଉ ପରଫର୍ମାନ୍ସ ଅଫ ଯୋଉ ହାଜାରଡସ୍ କେମିକାଲ୍ସ ଅଛି, ୟା ହାଜାରଡସ୍ ଟାସ୍କ ଗୁଡାକ ଯୋଉମାନେ ମେଣ୍ଟେନ କରୁଛନ୍ତି, ସେମାନଙ୍କ ପାଇଁ କି ଏଇ ରୁଲ ଟା ଆକ୍ଚୁଆଲି ଫଲୋ ହଉଛି। ଓକେ, ତ ଯୋଉ ଜିନିଷଟା ହଉଛି, ଏଇଟା ମେଡିକାଲ ଟ୍ରିଟମେଣ୍ଟ ଯୋଉ ରହିଛି ତାଙ୍କର, କିମ୍ବା ତାଙ୍କର ଯୋଉ ଇଞ୍ଜୁରୀ ହେଇଗଲା, କିମ୍ବା ଜେନେରାଲ ଇଲନେସ ହେଇଗଲା, ସେ କେସେସ ରେ ବି ଆପଣ ଚାହିଁଲେ ଏଇ ଫେସିଲିଟି ଟା ଆଭେଲ କରିପାରିବେ। ଓକେ, କିନ୍ତୁ ଏଇଟା ମନେ ରଖିବା ଦରକାର କି ଯେ ଯୋଉ ଫେସିଲିଟି ଟା ରହିଛି ସେଇଟା କେବଳ ଆପଣଙ୍କ ଇଲନେସ କିମ୍ବା ଇଞ୍ଜୁରୀ ଯୋଉଟା କି ଆପଣଙ୍କର ଅଫିସିଆଲ ଡ୍ୟୁଟି ଟାଇମ ରେ ହେଇଥିବା ଦରକାର, ଏବଂ ଯୋଉଠି କି ଆପଣଙ୍କର ସେ ଯୋଉ ଇଞ୍ଜୁରୀ ପାଇଁ କି ଆପଣଙ୍କର କାମରେ କି ନ ପଡୁଥିବା ଦରକାର, ୟା କାମରେ ଫରକ ପଡୁଥିବା ଦରକାର। କାମ ଯଦି ହେମ୍ପର ହଉଛି ଆପଣଙ୍କ ରିସ୍କ ପାଇଁ କି, ତାହେଲେ ଆପଣଙ୍କୁ ସେ କେସେସ ରେ କି ଆପଣଙ୍କୁ ହସ୍ପିଟାଲ ଲିଭ୍ ମିଳିପାରିବ। ଓକେ, ତ ଏଠି ଆପଣଙ୍କର ଯୋଉ ଲିଭ୍ ସାଲାରୀ ରହିବ ହସ୍ପିଟାଲ ଲିଭ୍ ଟାଇମ ରେ କି, ସେଇଟା ଆପଣଙ୍କର ରହିବ ଇକ୍ୱାଲ ଟୁ ପେଡ୍ ରନ୍ ଏଟ୍ ଦ ଟାଇମ ଅଫ ଟେକିଂ ଲିଭ୍। ଆପଣ ଯେତେବେଳେ ବି ନେଉଛନ୍ତି ଲିଭ୍ ଟା, ସେ ଟାଇମ ରେ କି ଆପଣଙ୍କର ଇକ୍ୱାଲ ରହିବ ଆପଣଙ୍କ ପେଡ୍ ରନ୍, କିମ୍ବା ଆପଣଙ୍କର ହାଫ୍ ବି ହେଇପାରେ। ସେଟା ଡିପେଣ୍ଡ କରେ ଅଥରିଟି ଆପଣଙ୍କୁ ଯଦି କନସିଡର କଲେ ସେଟା ଆପଣଙ୍କ ଫୁଲ ପେମେଣ୍ଟ ଆପଣଙ୍କୁ ଦେଇପାରିବେ, କିମ୍ବା ତାକୁ ହାଫ୍ ବି କରିଦେଇ ପାରିବେ। କିନ୍ତୁ ଯଦି ଆପଣ ମାନିନିଅନ୍ତୁ ୱାର୍କମେନ୍ସ କମ୍ପେନସେସନ ଆକ୍ଟ 1923 ଆପ୍ଲାଇଜ ହଉଛି ଆପଣଙ୍କ କେସରେ କି, ସେ କେସରେ କି ଆପଣଙ୍କ ଯୋଉ ଆମାଉଣ୍ଟ ଅଫ ଲିଭ୍ ସାଲାରୀ ରହିଛି, ସେଇଟା ଆପଣଙ୍କ ପେଏବୁଲ ଟା ଯୋଉ ଆପଣଙ୍କୁ ହବାର ଥିଲା, ସେଇଟା ଆପଣଙ୍କ ରିଡ୍ୟୁସ ହେଇଯିବ। କାହିଁକି ନା ଆପଣଙ୍କ କେସରେ କି ଏଠି କମ୍ପେନସେସନ ୱାର୍କମେନ୍ କମ୍ପେନସେସନ ଆକ୍ଟ ଲାଗୁ ହଉଛି। ଓକେ, ତ ଏଇଟା ଯୋଉ ରହୁଛି ଆପଣଙ୍କ ଯୋଉ ଆମାଉଣ୍ଟ ଯୋଉ ଆପଣଙ୍କୁ ମିଳିବ, ସେଟା କମ୍ପେନସେସନ ଫଣ୍ଡ ରୁ କି ମିଳିବ ଆପଣଙ୍କୁ, ସେଟା ଆକ୍ଟ ଅନୁସାରେ ଆପଣଙ୍କୁ ମିଳିବ। ସେଥିପାଇଁ କି ଆପଣଙ୍କ ଲିଭ୍ ସାଲାରୀ ଟା ଆପଣଙ୍କୁ ହାଫ୍ କିମ୍ବା ଆପଣଙ୍କୁ ଚାहे ତ ଫୁଲ ବି ମିଳିପାରିବ। ଏଠି ଗୋଟେ ଦେଖିବା କି ଯେ ଯୋଉ ହସ୍ପିଟାଲ ଲିଭ୍ ରହିଛି, ସେଇଟାକୁ ଆପଣଙ୍କ ଯୋଉ ଗ୍ରାଣ୍ଟେଡ ହବ, ସେଇଟା ଆପଣଙ୍କୁ ଲିମିଟେଡ ଟୁ 3 months ପର୍ଯ୍ୟନ୍ତ ହେଇପାରିବ। ଏଇଟା ବହୁତ ଜାଣିବା ଇମ୍ପୋର୍ଟାଣ୍ଟ। ଏବଂ ଅନ୍ ଏଭରେଜ ପେ ଦେଇକି ଇନ ଏନି ପିରିୟଡ ଅଫ 3 years। ଓକେ, ଏଇଟା ଆପଣଙ୍କୁ ଯୋଉ ଗ୍ରାଣ୍ଟ କେକ୍ କରାଯିବ, ଏଇଟା 3 years ଭିତରେ କି ଏନି ପିରିୟଡ ଅଫ 3 years, ଯୋଉଠି ଆପଣ 3 ମାସ ହିଁ ଗ୍ରାଣ୍ଟ ହେଇପାରିବ। ଏବଂ ଏଇଟା ଗୋଟେ ଲିମିଟ ଅଛି, ଏଇଟା ପର୍ପଜ ଅଫ ଲିମିଟ ଗୋଟେ ଅଛି, ଯେ ଲିଭ୍ ଅନ୍ ହାଫ୍ ପେ କାଉଣ୍ଟ ଏଜ ହାଫ୍ ଦ ଆମାଉଣ୍ଟ ଅଫ ଲିଭ୍ ଅନ୍ ଫୁଲ ପେ। ଓକେ, ତ ଯୋଉ ଲିଭ୍ ଅଛି ଆପଣଙ୍କର ହାଫ୍ ପେ ଲିଭ୍, ଯୋଉ ହାଫ୍ ପେ ରେ ଯୋଉ ଲିଭ୍ ଟା କାଉଣ୍ଟ ହଉଥିଲା, ସେଟା ଯେ ହାଫ୍ ଦ ଆମାଉଣ୍ଟ ଅଫ ଲିଭ୍ ଅନ୍ ଫୁଲ ପେ ରେ କି ସେଟା ହାଫ୍ ଦ ଆମାଉଣ୍ଟ ଅଫ ଲିଭ୍ ଆପଣଙ୍କର ହବ। ଓକେ, ଯୋଉ ହସ୍ପିଟାଲ ଲିଭ୍ ରହିଛି ସେଟା କମ୍ବାଇଣ୍ଡ ହବ ଲିଭ୍ ୱିଥ ଏନି ଅଦର କାଇଣ୍ଡ। ଆପଣ ନୁହଁ କି ଯେ ଆପଣ ସିଏଲ ସାଥିରେ ବି କମ୍ବାଇନ କରିପାରିବେ, ଇଏଲ ସାଥିରେ ବି କମ୍ବାଇନ କରିପାରିବେ, ଆଉ ଯୋଉ ବି ଲିଭ୍ ଅଛି ତା ସାଥିରେ ବି ଆପଣ ଚାହିଁଲେ କମ୍ବାଇନ କରିପାରିବେ। ଓକେ, ଏବଂ ଏୟାର ଯୋଉ ସର୍ଚ୍ଚ କମ୍ବିନେସନ ଯୋଉ ରହିବ, ଏଇଟା ଆପଣଙ୍କର କିନ୍ତୁ 28 months ରୁ ବେଶୀ ନ ହେଇଥିବା ଦରକାର।
ଯୋଉ 2 ବର୍ଷ 4 ମାସରୁ ଆପଣଙ୍କର ବେଶୀ ନ ହେଇଥିବା ଦରକାର। ଓକେ। ଆଉ ଯୋଉ ହସ୍ପିଟାଲ ଲିଭ୍ ରହିଛି ସେଇଟା ଆପଣଙ୍କର ଡେବିଟ୍ ହବନି ଲିଭ୍ ଆକାଉଣ୍ଟ ରୁ କି, କାହିଁକି ନା ଏଟା ଗୋଟେ ଯୋଉ ମତଲବ ଆପଣଙ୍କର ଯୋଉ କାଉଣ୍ଟିଂ ବାଲା ଲିଭ୍ ନୁହେଁ ଆପଣଙ୍କର। ଓକେ, ଯେମିତି ଇଏଲ ହେଲା ଆପଣଙ୍କର, ଏଚପିଏଲ ହେଲା, ଏସବୁ ହଉଛି ଆପଣଙ୍କ ଲିଭ୍ ଆକାଉଣ୍ଟ ରେ କି ଆପଣଙ୍କର ଡେବିଟେଡ ହେଇପାରିବ, କିନ୍ତୁ ଏ ଲିଭ୍ ଟା ଆପଣଙ୍କର ଡେବିଟେଡ ହେଇପାରିବ ନାହିଁ। ଏଥିରେ ଗୋଟେ ଏକ୍ସପ୍ଲାନେସନ ଦେଇଛି ଯୋଉଟା କି ଆପଣଙ୍କ ଏଇ ରୁଲ ର ପର୍ପସ ପାଇଁ କି, ମାନ୍ୟତଃ ଆପଣଙ୍କ ଇଲନେସ୍ କିମ୍ବା ଇଞ୍ଜୁରୀ ଯଦି ଆପଣଙ୍କର ଡାଇରେକ୍ଟଲି ଡ୍ୟୁ ଟୁ ରିସ୍କ ଦ୍ଵାରା ଯଦି ଅଛି ଆପଣଙ୍କର, ତାହେଲେ ସେ କେସ ରେ କି ଆପଣଙ୍କ ଯୋଉ ଅଥରିଟି ଅଛନ୍ତି ସିଏ କମ୍ପିଟେଣ୍ଟ ଅଥରିଟି ରହିବେ, ସିଏ ଆପଣଙ୍କ ସାଙ୍ଗସନ ଲିଭ୍ କରିବା ପାଇଁ କି। ଓକେ, କିନ୍ତୁ ତା ପୂର୍ବରୁ ସେ ପ୍ରପର ଭେରିଫିକେସନ କରିବେ ଏବଂ ଯୋଉ କେତେ ଲିଭ୍ ଆପଣଙ୍କର ପେଏବୁଲ ଆପଣଙ୍କୁ ହେଇପାରିବ, ମାନେ ଦିଆ ହେଇପାରିବ, ସେ ସବୁ ରେକମେଣ୍ଡେସନ ସେ ନେବେ ଅଥରାଇଜ ମେଡିକାଲ ଆଟେଣ୍ଡାଣ୍ଟ ଠୁ, ତାକି ଆପଣଙ୍କୁ ଲିଭ୍ ସେଇ ଅନୁସାରେ ଗ୍ରାଣ୍ଟ କରାଯାଇ ପାରିବ। ଏବଂ ଏଇଟା ଯୋଉ ଆପଣଙ୍କର ମ୍ୟାକ୍ସିମମ୍ ଯୋଉ ଲିଭ୍ ଅନୁସାରେ ନ ହେଇଥିବା ଦରକାର। ମ୍ୟାକ୍ସିମମ୍ ଲେଟ୍ ଡାଉନ୍ ରୁଲ୍ସ ମତଲବ ଆପଣଙ୍କର ଯୋଉ ଆପଣ ରହିଛି 28 ଡେଜ ଉପରକୁ ନ ହେଇଥିବା ଦରକାର। ଓକେ, କେମିତି ବି ହଉ ଆପଣଙ୍କର 28 ମନ୍ଥସ୍ ଭିତରେ କି ହିଁ ଲିଭ୍ ନେଇଥିବା ଦରକାର। ଯଦି ଭିଡିଓଟା ଭଲ ଲାଗିଲା ଆପଣଙ୍କୁ, ତାହେଲେ ଆପଣ ଲାଇକ୍, କମେଣ୍ଟ ଆଣ୍ଡ ସେୟାର କରିଦିଅନ୍ତୁ ଏବଂ ସବସ୍କ୍ରାଇବ ନିଶ୍ଚିତ ଭାବରେ କରାନ୍ତୁ ଏବଂ ବେଲ୍ ଆଇକନ ଜରୁର ଦବାନ୍ତୁ, ତାକି ଆପଣଙ୍କୁ ମୋର ସବୁ ଭିଡିଓ ଆପଣଙ୍କୁ ନୋଟିଫିକେସନ ଆପଣଙ୍କୁ ଯିବ। ଆଉ ଯଦି ଆପଣଙ୍କର ସାଙ୍ଗ କେହି ବି ଅଛନ୍ତି ଯୋଉମାନେ କି ଷ୍ଟେଟ ଗଭର୍ଣମେଣ୍ଟ ସର୍ଭେଣ୍ଟ ଅଛନ୍ତି, ସେମାନଙ୍କୁ ଇଏ ଚ୍ୟାନେଲ ଟିକୁ ସବସ୍କ୍ରାଇବ କରିବା ପାଇଁ ଜରୁର କୁହନ୍ତୁ, କାହିଁକି ନା ସେମାନଙ୍କ ପାଇଁ କି ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଏବଂ ତାଙ୍କୁ ଭ୍ୟାଲୁଏବୁଲ ଫିଡବ୍ୟାକ୍ସ या ଭ୍ୟାଲୁଏବୁଲ ନୋଟିଫିକେସନ ରୁଲ୍ସ ର ନୋଟିଫିକେସନ ତାଙ୍କୁ ନିଶ୍ଚିତ ଭାବରେ ଏଇ ଭିଡିଓ ମାଧ୍ୟମରେ ହିଁ ତାଙ୍କୁ ପ୍ରଦାନ କରାଯିବ।